2025 ମସିହା ଅଗଷ୍ଟ ମାସରେ ଦ୍ୱାଦଶ ରାଶିଚକ୍ରରେ ପରିଭ୍ରମଣ କରୁଥିବା ଗ୍ରହ ନକ୍ଷତ୍ରମାନଙ୍କର ସ୍ଥିତିକୁ ଅବଲୋକନ କଲେ ଜଣାଯାଏ। ଅଗଷ୍ଟ ମାସରେ କୁମ୍ଭ ରାଶିର ଆର୍ଥିକ ସ୍ଥିତି ବେଶ୍ ସୁଦୃଢ଼ ରହିବ। କୁମ୍ଭ ରାଶିର ଅଧିପତି ଶନି ମହାଗ୍ରହ କୁମ୍ଭ ରାଶିର ଦ୍ୱିତୀୟ ବା ଧନ ଭାବରେ ମାସ ସାରା ବକ୍ରି ଅବସ୍ଥାରେ ଅବସ୍ଥାନ କରୁଥିବାରୁ କୁମ୍ଭ ରାଶିର ଧନ ଭାବକୁ ପରିପୁଷ୍ଟ କରିବେ। ଜୟ ଜଗନ୍ନାଥ। ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। କୁମ୍ଭ ରାଶିର ଦ୍ୱିତୀୟ ଧନ ଭାବର ଅଧିପତି ବୃହସ୍ପତି ଅଗଷ୍ଟ ମାସ ସାରା କୁମ୍ଭ ରାଶିର ପଞ୍ଚମ ଭାବ ମିଥୁନ ରାଶିରେ ରହି କୁମ୍ଭ ରାଶିର ଏକାଦଶ ଭାବ ବା ଆୟ ଭାବ ବୃହସ୍ପତି ମହାଗ୍ରହଙ୍କର ନିଜ ଘର ଧନୁରାଶି ଉପରେ ଦୃଷ୍ଟି ପ୍ରଦାନ କରୁଥିବାରୁ କୁମ୍ଭ ରାଶିଜାତ ବ୍ୟକ୍ତିଙ୍କର ଆୟ ଏହି ଅଗଷ୍ଟ ମାସରେ ଆଶାଠାରୁ ଅଧିକା ରହିବ। ବାଣିଜ୍ୟ ବେପାର କରୁଥିବା କୁମ୍ଭ ରାଶିଜାତ ବ୍ୟକ୍ତିଙ୍କର ବାଣିଜ୍ୟ ବେପାର ଭଲ ଚାଲିବା ସହିତ ନୂତନ ବାଣିଜ୍ୟିକ ଚୁକ୍ତିରେ ସ୍ୱାକ୍ଷର କରିବାର ସମ୍ଭାବନା ରହିଅଛି। ଅଗଷ୍ଟ ମାସର ପ୍ରଥମାର୍ଦ୍ଧରେ ସୂର୍ଯ୍ୟ କୁମ୍ଭ ରାଶିର ଷଷ୍ଠ ଭାବରେ ଯୋଗକାରକ ହୋଇ ରହିଥିବାରୁ ସରକାରୀ ସ୍ତରରେ ଅନୁବନ୍ଧିତ ରହି ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ବିଶେଷ ଲାଭାନ୍ୱିତ ହୋଇପାରିବେ। ସରକାରୀ ସ୍ତରରୁ ନୂତନ କଣ୍ଟ୍ରାକ୍ଟ ବା ଅର୍ଡ଼ର ସପ୍ଲାଇର ଅର୍ଡ଼ର ପାଇପାରନ୍ତି। କୁମ୍ଭ ରାଶିର ଷଷ୍ଠ ଭାବରେ ସୂର୍ଯ୍ୟ ବୁଧଯୁକ୍ତ ହୋଇ ରହିଥିବାରୁ ସେୟାର ମାର୍କେଟ, ମ୍ୟୁଚୁଆଲ ଫଣ୍ଡ, ଇନ୍ସୁରାନ୍ସ, ବ୍ୟାଙ୍କ ପ୍ରଭୃତି ଆର୍ଥିକ ସଂସ୍ଥାମାନଙ୍କରେ ଅର୍ଥ ନିବେଶ କରିଥିବା କୁମ୍ଭ ରାଶିଜାତ ବ୍ୟକ୍ତି ଏହି ସମୟରେ ଭଲ ରକମର ଅର୍ଥ ଉପାର୍ଜନ କରିବାରେ ସମର୍ଥ ହେବେ। ପୁନଶ୍ଚ ଏହିସବୁ ସଂସ୍ଥାମାନଙ୍କରେ ପୁଞ୍ଜି ନିବେଶ କରିବା ପାଇଁ କୁମ୍ଭ ରାଶିଜାତ ବ୍ୟକ୍ତିଙ୍କ ପାଇଁ ଅଗଷ୍ଟ ମାସର ପ୍ରଥମାର୍ଦ୍ଧଟି ବେଶ୍ ପ୍ରଶସ୍ତ ରହିବ। ଅଗଷ୍ଟ ମାସରେ କୁମ୍ଭ ରାଶିର କ୍ୟାରିୟର ବା କର୍ମସ୍ଥାନ ସମ୍ପର୍କରେ ଆଲୋକପାତ କଲେ ଜଣାଯାଏ ଯେ କୁମ୍ଭ ରାଶିର ଅଷ୍ଟମ ଭାବ କନ୍ୟା ରାଶିରେ ଅବସ୍ଥିତ ମଙ୍ଗଳ କ୍ୟାରିୟର କ୍ଷେତ୍ରରେ ଭଲ ଫଳ ପ୍ରଦାନ କରିପାରିବେ ନାହିଁ। ମଙ୍ଗଳ ଉପରେ ଶନିଙ୍କର ଦୃଷ୍ଟି ରହିଥିବାରୁ ବେଡ଼ି ଉପରେ କୋରଡ଼ା ମାଡ଼ ହେଲା ଭଳି ଅବସ୍ଥା ସୃଷ୍ଟି ହେବ। କର୍ମକ୍ଷେତ୍ରରେ ସହଜରେ ହୋଇଯାଉଥିବା କର୍ମ ବିଳମ୍ବିତ ହେବ। ହୁଏତ କର୍ମକ୍ଷେତ୍ରରେ କଳି ଝଗଡ଼ାର ସାମନା କରିବାକୁ ପଡ଼ିପାରେ। ମାସର ପ୍ରଥମାର୍ଦ୍ଧରେ ସୂର୍ଯ୍ୟ ଯୋଗକାରକ ଭାବେ ରହିଥିବାରୁ ରାଜକୀୟ କର୍ମ ବା ସରକାରୀ ସ୍ତରରେ କାମ କରୁଥିବା ବ୍ୟକ୍ତି ଉପକୃତ ହୋଇପାରନ୍ତି। ସରକାରୀ ଚାକିରି ଅନ୍ୱେଷଣରେ ରହିଥିବା ବା ସରକାରୀ ଚାକିରି ଖୋଜୁଥିବା କୁମ୍ଭ ରାଶିଜାତ ବ୍ୟକ୍ତିଙ୍କ ପାଇଁ ଅଗଷ୍ଟ ମାସର ପ୍ରଥମାର୍ଦ୍ଧଟି ବେଶ୍ ଅନୁକୂଳ ରହିବ। ପାରିବାରିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ କୁମ୍ଭ ରାଶିଜାତ ବ୍ୟକ୍ତିଙ୍କ ପାଇଁ ଅଗଷ୍ଟ ମାସଟି ପାରିବାରିକ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବାର ସମୟ ରହିବ। କୁମ୍ଭ ରାଶିର ଦ୍ୱିତୀୟ କୁଟୁମ୍ବ ସ୍ଥାନରେ ଅବସ୍ଥିତ କୁମ୍ଭ ରାଶି ଅଧିପତି ଶନିଙ୍କ ଉପରେ ଶନିଙ୍କର ଶତ୍ରୁ ମଙ୍ଗଳଙ୍କର ଦୃଷ୍ଟି ରହିଥିବାରୁ ପରିବାର ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହେବ। ଝିମିଟି ଖେଳରୁ ମହାଭାରତ ଯୁଦ୍ଧ ହେଲା ଭଳି ପରିବାରରେ ସାମାନ୍ୟ କଥାକୁ କେନ୍ଦ୍ର କରି ବଡ଼ ଧରଣର ପାରିବାରିକ ବିଭ୍ରାଟ ଘଟିବାର ସମ୍ଭାବନା ରହିଅଛି। ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି କଳି ଝଗଡ଼ା ସୃଷ୍ଟି ହୋଇପାରେ।
ଏପରିକି ମାମଲା ଥାନା ଫାଣ୍ଡି ପର୍ଯ୍ୟନ୍ତ ଯିବାର ମଧ୍ୟ ସମ୍ଭାବନା ରହିଅଛି। ଅବଶ୍ୟ କୁମ୍ଭ ରାଶିର ଦ୍ୱିତୀୟ ଭାବର ଅଧିପତି ବୃହସ୍ପତିଙ୍କର ଦୃଷ୍ଟି କୁମ୍ଭ ରାଶି ଉପରେ ରହିଥିବାରୁ ପରିବାରର କେହି ଜଣେ ମୁରବୀ ବା ଗୁରୁଜନ ସ୍ଥାନୀୟ ବ୍ୟକ୍ତିଙ୍କ ହସ୍ତକ୍ଷେପରେ ଉପୁଜିଥିବା ସମସ୍ୟା ସମାଧାନ ହୋଇପାରେ। ଅଗଷ୍ଟ ମାସରେ ଲଭ୍ ଲାଇଫରେ ରହିଥିବା କୁମ୍ଭ ରାଶିଜାତ ବ୍ୟକ୍ତି ଏ କ୍ଷେତ୍ରରେ ଅନୁକୂଳ ଫଳ ପାଇବାର ବିଶେଷ ସମ୍ଭାବନା ରହିଅଛି। କୁମ୍ଭ ରାଶିର ପଞ୍ଚମ ଭାବରେ ଅବସ୍ଥିତ ବୃହସ୍ପତି ଏବଂ ତା ସାଙ୍ଗକୁ ପ୍ରେମ ଭାବର କାରକ ଗ୍ରହ ଶୁକ୍ରଙ୍କର ସହାବସ୍ଥାନ ପ୍ରେମ ସମ୍ପର୍କରେ ରହିଥିବା କୁମ୍ଭ ରାଶି ଜାତକ ପାଇଁ ମଣିକାଞ୍ଚନ ସଦୃଶ ଯୋଗ ହେବ। ସାତ୍ବିକ ପ୍ରେମ ସହିତ ରୋମାଣ୍ଟିଜିମ୍ର କକଟେଲରେ ପ୍ରେମ ଭାବର ଚରମ ପରିସ୍ଫୁଟନ ପ୍ରକାଶିତ ହେବ। ପ୍ରେମ ଭାବର ଫଲ୍ଗୁ ଧାରାରେ ଉଭୟ ପ୍ରେମୀ ଯୁଗଳ ଉବୁଟୁବୁ ହେଲା ଭଳି ଅବସ୍ଥା ସୃଷ୍ଟି ହେବ। ତା ସାଙ୍ଗକୁ କୁମ୍ଭ ରାଶିର ପଞ୍ଚମ ପ୍ରେମ ଭାବର ଅଧିପତି ବୁଧ ଅକସ୍ମାତ ଭାବେ ପ୍ରେମ କ୍ଷେତ୍ରରେ ବଡ଼ ବିଚିତ୍ର ନିଷ୍ପତ୍ତି ନେଇପାରନ୍ତି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଅଗଷ୍ଟ ମାସଟି କୁମ୍ଭ ରାଶି ପାଇଁ ବିଶେଷ ଅନୁକୂଳ ଫଳ ପ୍ରଦାନ ନ କରିବାର ସମ୍ଭାବନା ରହିଅଛି। କୁମ୍ଭ ରାଶି ଅଧିପତି ଶନି ଦ୍ୱିତୀୟ ମାରକ ସ୍ଥାନରେ ବକ୍ରୀ ଭାବରେ ରହିବା ଏବଂ ଶନିଙ୍କ ଉପରକୁ ମଙ୍ଗଳଙ୍କ ଦୃଷ୍ଟି ଶରୀରରେ ବାୟୁ ବିକାର ଜନିତ ରୋଗ, ବଦହଜମି, ଗ୍ୟାଷ୍ଟ୍ରିକ୍ ତଥା ବ୍ଲଡ଼ ପ୍ରେସର ଭଳି ସମସ୍ୟାରେ ପକାଇ ପାରନ୍ତି। ପୁରୁଣା ବହୁମୂତ୍ର ବା ଡାଇବେଟିକ୍ ରୋଗୀଙ୍କର ରୋଗ ବଢ଼ିଯିବାର ସମ୍ଭାବନା ରହିଅଛି। ପୁନଶ୍ଚ ଷଷ୍ଠ ସ୍ଥାନରେ ଅବସ୍ଥିତ ବୁଧ ଚର୍ମରୋଗ ସହିତ ସ୍ନାୟୁବିକ ଦୁର୍ବଳତା ପ୍ରଦାନ କରିବାର ମଧ୍ୟ ସମ୍ଭାବନା ରହିଅଛି। ଆଉ ଏସବୁ ସମସ୍ୟାକୁ କୁମ୍ଭ ରାଶିରେ ଅବସ୍ଥାନ କରିଥିବା ରାହୁ ମହାଗ୍ରହ ଇନ୍ଧନ ଯୋଗାଇ ପାରନ୍ତି। କିନ୍ତୁ ଆଶ୍ୱାସନାର କଥା ହେଲା, ନୈସର୍ଗିକ ଶୁଭଗ୍ରହ ଦେବଗୁରୁ ବୃହସ୍ପତିଙ୍କର ଦୃଷ୍ଟି କୁମ୍ଭ ରାଶି ଉପରେ ରହିଥିବାରୁ ଏସବୁ ରୋଗର ପ୍ରାଦୁର୍ଭାବ ଦେଖାଦେଲେ ମଧ୍ୟ ତାହା ବିଶେଷ କ୍ଷତି କରିପାରିବ ନାହିଁ। ଏତ ଗଲା ମୋଟାମୋଟି ଭାବରେ କୁମ୍ଭ ରାଶି ପାଇଁ ଅଗଷ୍ଟ ମାସର ମାସିକ ରାଶି ଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ କୁମ୍ଭ ରାଶିଜାତ ବ୍ୟକ୍ତି କୁମ୍ଭ ରାଶିର ଅଧିପତି ଶନି ମହାଗ୍ରହଙ୍କର ଆରାଧ୍ୟ ଦେବୀ ମା ଦକ୍ଷିଣକାଳୀଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ହନୁମାନ ଚାଳିସା ପାଠ କଲେ ବିଶେଷ ସୁଫଳ ପାଇପାରିବେ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।